ଆଜିର ପ୍ରସଙ୍ଗ ଚଳିତ ବର୍ଷ ଅଧିକ ବର୍ଷା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ନୀନା ସାହୁ। ଭାରତୀୟ ଉପମହାଦେଶରେ ଦୁଇଟି ଭିନ୍ନ ପ୍ରକାରର ବର୍ଷା ଅନୁଭୂତ ହୋଇଥାଏ। ଗୋଟିଏ ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ଏବଂ ଅନ୍ୟଟି ହେଉଛି ଉତ୍ତର ପୂର୍ବ ମୌସୁମୀ। ଦକ୍ଷିଣ ପଶ୍ଚିମ ମୌସୁମୀ ଜନିତ ବର୍ଷା ଜୁନ୍ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଥାଏ। ଏହାକୁ ଦୀର୍ଘ ବର୍ଷା ବୋଲି କୁହାଯାଏ। ଦେଶରେ ବାର୍ଷିକ ବର୍ଷା ପରିମାଣର 75% ଏହି ସମୟରେ ହୋଇଥାଏ। ବାକି 25% ବର୍ଷା ଉତ୍ତର ପୂର୍ବ ମୌସୁମୀ ଦ୍ୱାରା ହୋଇଥାଏ। ଏହାକୁ ଅଳ୍ପ ବର୍ଷା ବୋଲି ନାମିତ କରାଯାଇଥାଏ। ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଦେଶରେ ଏହାର ପ୍ରଭାବ ଅନୁଭୂତ ହୋଇଥାଏ। ଦକ୍ଷିଣ ପଶ୍ଚିମ ମୌସୁମୀ ଭାରତ ମହାସାଗରର ଉପର ଉଷ୍ମ ଆର୍ଦ୍ର ବାୟୁ ଏବଂ ମଧ୍ୟ ଏସିଆ ଉପର ଥଣ୍ଡା ଶୁଷ୍କ ବାୟୁର ପାରସ୍ପରିକ କ୍ରିୟା ଦ୍ୱାରା ସୃଷ୍ଟି ହୋଇଥାଏ। ଏହି ପାରସ୍ପରିକ କ୍ରିୟା ଫଳରେ ଭାରତୀୟ ଉପମହାଦେଶ ଉପରେ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହୋଇଥାଏ। ଫଳରେ ସମୁଦ୍ରରୁ ଭୂମି ଆଡ଼କୁ ପବନ ପ୍ରବାହିତ ହୋଇଥାଏ। ଅନ୍ୟପକ୍ଷରେ ସାଇବେରିଆ ଉପରର ଥଣ୍ଡା ବାୟୁ ଏବଂ ବଙ୍ଗୋପସାଗର ଉପରର ଉଷ୍ମ ବାୟୁ ମଧ୍ୟରେ ପାରସ୍ପରିକ କ୍ରିୟା ଦ୍ୱାରା ଉତ୍ତର ପୂର୍ବ ମୌସୁମୀ ସୃଷ୍ଟି ହୋଇଥାଏ। ଏହା ସାଇବେରିଆ ଉପରେ ଏକ ଉଚ୍ଚଚାପ କ୍ଷେତ୍ର ସୃଷ୍ଟି କରେ, ଯାହା ଭୂମିରୁ ସମୁଦ୍ର ଆଡ଼କୁ ପବନକୁ ପ୍ରବାହିତ କରାଇଥାଏ। ଭାରତର କୃଷିକ୍ଷେତ୍ର ମୁଖ୍ୟତଃ ବର୍ଷା ଉପରେ ହିଁ ନିର୍ଭର କରିଥାଏ। ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ମୁମ୍ବାଇ ଏବଂ କେରଳ ସମେତ ପଶ୍ଚିମ ଉପକୂଳରେ ବର୍ଷାର ପରିମାଣ ଅଧିକ ହେଉଥିବା ବେଳେ କୋଲକାତା ଏବଂ ଓଡ଼ିଶା ଭଳି ପୂର୍ବ ଉପକୂଳ ଅଞ୍ଚଳରେ ତୁଳନାତ୍ମକ ଭାବରେ କମ୍ ବର୍ଷା ହୋଇଥାଏ। ଆସାମ ଏବଂ ମେଘାଳୟ ସମେତ ଭାରତର ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ସବୁଠାରୁ ଆର୍ଦ୍ର ଅଞ୍ଚଳ ଭାବରେ ଜଣା, ଯେଉଁଠାରେ ପ୍ରତିବର୍ଷ 2000 ମିଲିମିଟରରୁ ଅଧିକ ବର୍ଷା ହୋଇଥାଏ। ଭାରତରେ ବାର୍ଷିକ ହାରାହାରି 2900 ମିଲିମିଟର ବର୍ଷା ହୋଇଥାଏ। ପଶ୍ଚିମ ହିମାଳୟ ଅଞ୍ଚଳରେ ସବୁଠାରୁ କମ୍ 1270 ମିଲିମିଟର ଏବଂ ଦେଶର ଉତ୍ତର ପୂର୍ବ ଅଞ୍ଚଳରେ ପାଖାପାଖି ହାରାହାରି 4000 ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇଥାଏ। 200 ସେଣ୍ଟିମିଟରରୁ ଅଧିକ ବର୍ଷା ହେଉଥିବା ଅଞ୍ଚଳକୁ ପ୍ରବଳ ବର୍ଷା ଅଞ୍ଚଳ ଭାବେ ପରିଗଣିତ କରାଯାଇଥାଏ। ସେଥିମଧ୍ୟରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ମେଘାଳୟ, ଅରୁଣାଚଳ ପ୍ରଦେଶ, ମିଜୋରାମ, ନାଗାଲାଣ୍ଡ, ମଣିପୁର, ତ୍ରିପୁରା, ସିକିମ ଏବଂ ଆସାମ ଆଦି ଅଞ୍ଚଳ ରହିଛି। 250 ସେଣ୍ଟିମିଟରରୁ ଅଧିକ ବର୍ଷା ହେଉଥିବା ଅଞ୍ଚଳକୁ ଅତି ପ୍ରବଳ ବର୍ଷା ଅଞ୍ଚଳ ଭାବେ ଚିହ୍ନଟ କରାଯାଇଥାଏ। ସେଥିମଧ୍ୟରେ କର୍ଣ୍ଣାଟକ ଉପକୂଳବର୍ତ୍ତୀ ଅଞ୍ଚଳ, କେରଳ, ତାମିଲନାଡୁ ଏବଂ ଲାକ୍ଷାଦ୍ୱୀପ ଅନ୍ତର୍ଭୁକ୍ତ। ଅତି ଅଧିକ ପ୍ରବଳ ବର୍ଷା ଅଞ୍ଚଳ ଭାବେ ପଶ୍ଚିମବଙ୍ଗ, ଓଡ଼ିଶା, ଆସାମ, ମେଘାଳୟ ଏବଂ ଅରୁଣାଚଳ ପ୍ରଦେଶ ରହିଛି। ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ଆଦି ଆଭ୍ୟନ୍ତରୀଣ ଅଞ୍ଚଳରେ 150 ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇଥାଏ। ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁର ଉପକୂଳବର୍ତ୍ତୀ କେତେକ ଅଞ୍ଚଳରେ 100 ସେଣ୍ଟିମିଟରରୁ ଅଧିକ ବର୍ଷା ଅନୁଭୂତ ହୋଇଥାଏ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶରେ ବର୍ଷାର ମୁଖ୍ୟ ଉତ୍ସ ହୋଇଥାଏ। ଜୁନ୍ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟକୁ ମୌସୁମୀ ଋତୁ ବୋଲି କୁହାଯାଏ। ଫସଲ ପାଇଁ ଏହି ଋତୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୃଷି କାର୍ଯ୍ୟ ପାଇଁ ଏହି ଋତୁ ଚାଷ ଜମିକୁ ଆବଶ୍ୟକ ଜଳ ପ୍ରଦାନ କରିଥାଏ। ଚଳିତ ବର୍ଷ ସମଗ୍ର ଦେଶରେ ମୌସୁମୀ ବର୍ଷା ସ୍ୱାଭାବିକଠାରୁ ଅଧିକ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଜୁନ୍ ମାସରେ ମାସିକ ବର୍ଷା ଏବଂ ତାପମାତ୍ରା ସମ୍ପର୍କିତ ରିପୋର୍ଟରେ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ଜନିତ ଦୀର୍ଘକାଳୀନ ବର୍ଷା ସମଗ୍ର ଦେଶରେ ପାଖାପାଖି 106% ହେବ ବୋଲି ପାଣିପାଗ ବିଭାଗ କହିଛି। ଆଞ୍ଚଳିକ ଦୃଷ୍ଟିକୋଣରୁ ଦେଖିଲେ ମଧ୍ୟ ଭାରତ ଏବଂ ଦକ୍ଷିଣ ଉପଦ୍ୱୀପ ଅଞ୍ଚଳରେ ବର୍ଷା ସ୍ୱାଭାବିକଠାରୁ ଅଧିକ ହେବାର ସମ୍ଭାବନା ଥିବାବେଳେ ଉତ୍ତର ପଶ୍ଚିମ ଭାଗରେ ସ୍ୱାଭାବିକ ବର୍ଷା ହୋଇପାରେ। ତେବେ ଉତ୍ତର ପୂର୍ବ ଭାରତରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ମଧ୍ୟ ଅଧିକ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମୋଟାମୋଟି ଭାବରେ ଦେଖିଲେ ଖରିଫ ଫସଲ ଋତୁ ପାଇଁ ମୌସୁମୀ ଜନିତ ପରିବେଶ ଅନୁକୂଳ ରହିଥିବା ଜଣାପଡ଼ିଛି। ଭାରତ ଏପରି ଏକ ଦେଶ ଯାହା ସମସ୍ତ ପ୍ରକାରର ପାଗ ପରିସ୍ଥିତି ଅନୁଭବ କରିଥାଏ। ସ୍ଥାନ ଅନୁସାରେ ବର୍ଷାର ଭିନ୍ନତା ସହିତ ଋତୁ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ। ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ଆଗମନ କରିଛି। ଏହାର ପ୍ରଭାବ ମଧ୍ୟ ଅନୁଭୂତ ହେଲାଣି। ସଅଳ ମୌସୁମୀର ସୁଫଳ କୃଷି କ୍ଷେତ୍ରରେ ପରିଲକ୍ଷିତ ହେବ ବୋଲି ଆଶା କରାଯାଉଛି।